नमस्कार सांगमाने। आज ହେଉଛି ଶାମ୍ବ ଦଶମୀ। ଏହି ପୂଜା ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ। ପୌରାଣିକ କଥା ଅନୁସାରେ ଭଗବାନ କୃଷ୍ଣଙ୍କର ପୁତ୍ର ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ କୋଣାର୍କ ମନ୍ଦିର ସମ୍ମୁଖରେ ଦୀର୍ଘ 12 ବର୍ଷ କାଳ କଠୋର ତପସ୍ୟା କରି ପୁଷ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ରୋଗମୁକ୍ତ ହୋଇଥିଲେ। ତେଣୁ ଏହି ଦିନଟିକୁ ଆମେ ଶାମ୍ବ ଦଶମୀ ରୂପେ ପାଳନ କରିଥାଉ। ଆଉ ଏହି ଦିନ ଓଡ଼ିଆ ଘରର ପ୍ରତି ମା' ମାନେ ନିଜ ପିଲାଙ୍କୁ ରୋଗମୁକ୍ତ ରଖିବା ପାଇଁ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିଥାନ୍ତି। ଭିନ୍ନ ଭିନ୍ନ ସ୍ଥାନରେ ପୂଜା ବିଧି ଆଉ ଭୋଗ ଇତ୍ୟାଦି ଭିନ୍ନ ଭିନ୍ନ ଉପାୟରେ ଲାଗି କରାଯାଇଥାଏ। କିନ୍ତୁ ଆମ ଆଡ଼େ ଡାଲମା, କ୍ଷୀରି, ସରୁ ଚକୁଳି, ବୁଢ଼ା ଚକୁଳି, ଚିତଉ, ବରା ଆଉ ଖଣ୍ଡ ସାକର ବଢ଼ାଯାଏ। ଏଥିସହିତ ଧୂପ, ଦୀପ, କର୍ପୂର ଆଦି ଆଳତି କରାଯାଇ ଝୁଣା ଧୂପ ଦିଆଯାଏ। ଆଉ ପରିଶେଷରେ କ୍ଷୀର ସମର୍ପଣ କରାଯାଇ ପୂଜା ବିଧି ସମ୍ପୂର୍ଣ୍ଣ କରାଯାଇଥାଏ। ବଢ଼ାଯାଇଥିବା ଭୋଗକୁ ଛୋଟ ଛୁଆଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି।